प्रिय माने प्रभु जीशुଙ୍କ नामରେ ଅଭିନନ୍ଦନ ଜ୍ଞାପନ କରୁଅଛି। ୟୁରୋପର ଅନେକ ଦେଶରେ ବହୁତ ଭଲ ଭଲ ଦର୍ଶନୀୟ ସ୍ଥାନ ଗୁଡ଼ିକ ଅଛି। ବର୍ତ୍ତମାନ ଆମେ ଆଲ୍ପ୍ସ ମାଉଣ୍ଟେନ୍ ରେଞ୍ଜରେ ଅଛୁ। ବହୁତ ସୁନ୍ଦର ପାହାଡ଼ିଆ ପାର୍ବତୀୟ ଅଞ୍ଚଳ ରହିଅଛି। ଏହି ସ୍ଥାନ ଦେଖିବା ପାଇଁ ବହୁତ ମନୋହର ଅଟେ। ଏହି ସ୍ଥାନ ମୁଁ ଆପଣମାନଙ୍କୁ ଦେଖାଇ ଏହାର ବିଷୟରେ ଆପଣମାନଙ୍କ ନିକଟରେ ରଖୁଅଛି। ଆପଣମାନେ ଦେଖିପାରୁଥିବେ ଟ୍ରାମ୍ ସର୍ଭିସ୍ ଆମମାନଙ୍କ ଦେଶର ଯେମିତି ବସ୍ କାର୍ ପୁଣି ଟ୍ରେନ୍ର ସର୍ଭିସ୍ ରହିଅଛି, ଏଠାରେ ସେହିପରି ଟ୍ରାମ୍ପର ସର୍ଭିସ୍ କରାଯାଏ। ପ୍ରଭୁଙ୍କ ଲୋକମାନେ ଆମ ଦେଶରେ କୋଲକାତାର ମଧ୍ୟ ସର୍ଭିସ୍ ଥିଲା, କିନ୍ତୁ କୁହାଯାଉଅଛି ଯେ ବର୍ତ୍ତମାନ ତାହା ବନ୍ଦ କରାଯାଇଅଛି। ଏହି ଯାନ ବିଜୁଳି ଦ୍ୱାରା ଯାତାୟାତ କରିଥାଏ। ପୁଣି ଏଠାରେ ବସିବା ଆଉ ଯାତ୍ରା କରିବା ବହୁତ ସୁନ୍ଦର ଗୋଟିଏ ଅନୁଭୂତି ଥାଏ। ଏଠାରେ ଯାତ୍ରା କରିବା ପାଇଁ ପରମେଶ୍ୱର ସୁଯୋଗ ଦେଇଥିବାରୁ ଧନ୍ୟବାଦ। ଏହିପରି ବିଭିନ୍ନ ଅଞ୍ଚଳକୁ ଯାଇ ଈଶ୍ୱରଙ୍କ ସେବା କରିବାର ଅବକାଶ ପରମେଶ୍ୱର ଦେଉଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଅଛି। ତେବେ ଆଜିର ଧ୍ୟାନ ନିମନ୍ତେ ପରମେଶ୍ୱର ଆମମାନଙ୍କ ନିମନ୍ତେ କ'ଣ ବାକ୍ୟ ରଖିଅଛନ୍ତି? ଲେବିୟ ତହିଁର 20 ଅଧ୍ୟାୟର 26 ପଦ। ତୁମ୍ଭେମାନେ ଯେପରି ଆମ୍ଭର ହବ, ଏଥିପାଇଁ ଆମ୍ଭେ ଅନ୍ୟ ଲୋକଙ୍କଠାରୁ ତୁମମାନଙ୍କୁ ପୃଥକ କରିଅଛୁ। ଆମ୍ଭେମାନେ ଏଠାରେ ପାଠ କରିଲୁ ଯେ ପରମେଶ୍ୱର ଆମ୍ଭମାନଙ୍କୁ ପୃଥକ କରିଛନ୍ତି, ଯହିଁରେ ଆମ୍ଭେମାନେ କେବଳ ତାଙ୍କରି ହୋଇ ଏହି ଜୀବନରେ ବଞ୍ଚିବା। କିନ୍ତୁ ଅନେକ ସମୟରେ ଯଦି ଆମ୍ଭେମାନେ ଆପଣା ଜୀବନର ସମୟ ନିର୍ବାହକୁ ଯଦି ଦେଖିବା, ଆମମାନଙ୍କ ଜୀବନର ସମୟ ଆମେମାନେ ଅଧିକାଂଶ ସମୟରେ ନିଜ ନିମନ୍ତେ ବଞ୍ଚିଥାଉ ବା ଅନ୍ୟମାନଙ୍କ ଇଚ୍ଛା କରିବା ଲାଗି ବା ଜଗତର ରଙ୍ଗରସରେ ମାତି ଆମେମାନେ ସମୟକୁ ନିର୍ବାହ କରୁଅଛୁ, ଯାହାକି ପରମେଶ୍ୱରଙ୍କ ଦୃଷ୍ଟିରେ ଉଚିତ ନୁହେଁ ବା ଏଥି ନିମନ୍ତେ ପରମେଶ୍ୱର ଆମମାନଙ୍କୁ ପ୍ରସ୍ତୁତ ତିଆରି କରିନାହାନ୍ତି ବା ପୃଥକକୃତ କରିନାହାନ୍ତି। ଏଥିପାଇଁ ପରମେଶ୍ୱରଙ୍କର ଗୋଟିଏ ଯୋଜନା ଆମମାନଙ୍କ ନିମନ୍ତେ ସେ ରଖିଅଛନ୍ତି। ଯେଉଁ ଯୋଜନାକୁ ସେ ପୂରା କରିବାକୁ ହେଲେ ଆମମାନଙ୍କର କର୍ତ୍ତବ୍ୟ ଯେ ଆମେମାନେ ପୃଥକକୃତ ଜୀବନ ଅତିବାହିତ କରିବାକୁ ପଡ଼ିବ। ଜଗତର ଲୋକମାନଙ୍କ ପରି ଆମମାନଙ୍କ ଜୀବନରେ କୌଣସି ବିଷୟ ବା ଜାଗତିକତା ଜମା ସ୍ଥାନ ନ ପାଇବା ଆବଶ୍ୟକ, ଯହିଁରେ ଆମେମାନେ ଯେ ପ୍ରକୃତରେ ପୃଥକୀକୃତ ଗୋଟିଏ ସନ୍ତାନ ବା ସନ୍ତତି ଅଟୁ ଏବଂ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ସମ୍ପୂର୍ଣ୍ଣ ଅଲଗା ଈଶ୍ୱର ଅଟନ୍ତି, ଏହା ଆମ୍ଭେମାନେ ବିଜାତିମାନଙ୍କ ନିକଟରେ ଗୋଟିଏ ସାକ୍ଷ୍ୟ ସ୍ୱରୂପ ହୋଇ ଦେଖାଇ ପାରିବା। ଏଣୁ ସମସ୍ତ ଜାଗତିକତା ଆମ୍ଭମାନଙ୍କ ଜୀବନରୁ ଆମେମାନେ ସମ୍ପୂର୍ଣ୍ଣ ବାହାର କରିଦେବାର ଆଜି ଆବଶ୍ୟକତା ରହିଅଛି। ଯଦି ଆମେମାନେ ଏକ ପାଦ ଏହି ଜଗତରେ ଦେଇ ରହିବା, ପୁଣି ଅନ୍ୟ ପାଦ ଈଶ୍ୱରଙ୍କ ଗୃହରେ ଦେଉଥିବା ଆଉ ଏହିପରି ମନେ କରୁଥିବା ଯେ ମୁଁ ତ ସପ୍ତାହକୁ 2 ଥର ଗିର୍ଜା ଯାଉଅଛି, ପ୍ରଭୁଙ୍କ ସାନ୍ନିଧ୍ୟକୁ ମୁଁ ତ 2 ଥର ଯାଉଅଛି, ଏହା କେବଳ ଯଥେଷ୍ଟ ନୁହେଁ। ପ୍ରଭୁଙ୍କ ଲୋକମାନେ ଆମେମାନେ ଗିର୍ଜାକୁ ଯାଉଅଛୁ, ତାହାଠାରୁ ବଡ଼ ବିଷୟ ଏହା ହେବ ଯେ ଆମ୍ଭେମାନେ ନିଜ ଭିତରେ ମଧ୍ୟ ଏହି ଜଗତକୁ ରଖିନାହୁଁ। ଜଗତର କୌଣସି ବିଷୟ ପ୍ରତି ଆମମାନଙ୍କଠାରେ କୌଣସି ଆସକ୍ତି ଭାବ ରହିନାହିଁ। ଏହି ବିଷୟ ଯଦି ଆମମାନଙ୍କଠାରେ ନାହିଁ, ଜଗତର ସମସ୍ତ ବିଷୟଠାରୁ ଯଦି ଆମେମାନେ ପୃଥକ ହୋଇଛୁ, ତେବେ ପରମେଶ୍ୱରଙ୍କ ବାକ୍ୟକୁ ଆମେମାନେ ଜୀବନରେ ଅନୁଭବ କରିପାରିଛୁ। ଏଥିପାଇଁ ଈଶ୍ୱରଙ୍କ ବାକ୍ୟ ଯାହା ଆମେମାନେ ପଢ଼ିଲୁ, ପରମେଶ୍ୱର ଆମ୍ଭମାନଙ୍କୁ ପୃଥକ କରିଛନ୍ତି। ସେ ଆମମାନଙ୍କୁ ତାଙ୍କରି ସନ୍ତାନ ସନ୍ତତି ହେବା ନିମନ୍ତେ ଏହି ଜଗତର ସମସ୍ତ ମନ୍ଦଠାରୁ ଆମମାନଙ୍କୁ ଅଲଗା କରିଛନ୍ତି। ଆଉ ଏହି ଆହ୍ୱାନ ସେ ଆମମାନଙ୍କୁ ସର୍ବଦା ଦିଅନ୍ତି ଯେ ଆମମାନଙ୍କଠାରେ ଜଗତର କୌଣସି ବିଷୟ ନ ରହୁ ବା କୌଣସି ଜାଗତିକତା ନ ରହୁ। ଏଥିପାଇଁ ଆସନ୍ତୁ ଆମେମାନେ ଆପଣା ସମସ୍ତ ବିଷୟ ନିମନ୍ତେ କ୍ଷମା ପ୍ରାର୍ଥନା କରିବା, ଜୀବନ ସମର୍ପି ଦେବା। ପ୍ରିୟ ପିତା ପ୍ରଭୁ, ତୁମ ହସ୍ତରେ ଆମେ ସମସ୍ତେ ସମର୍ପିତ ହେଉଛୁ। ତୁମେ ଆମମାନଙ୍କୁ ସାହାଯ୍ୟ କର, ଆମର ଏହି ଜୀବନରେ ଯେପରି ଆମେମାନେ ସମ୍ପୂର୍ଣ୍ଣ ବାକ୍ୟ ଭିତ୍ତିକ ଜୀବନ ବିତାଇବୁ, ଜଗତରୁ ପୃଥକ ରହିବୁ, ତୁମ୍ଭ ଇଚ୍ଛାକୁ ପ୍ରଥମ ସ୍ଥାନ ଦେଇ ବଞ୍ଚିବୁ। ଏଥିପାଇଁ ପ୍ରତିଦିନ ତୁମର ବିଶେଷ ଅନୁଗ୍ରହ ଆମମାନଙ୍କ ଜୀବନରେ ପ୍ରଦାନ କରୁଥା ବୋଲି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍।